ବ୍ରାଉନ୍ ସୁଗର, ଚରସ, ଗଞ୍ଜେଇ, ଅଫିମ, ମଦ ଗାଁ ଗାଁ, ପୋଖରୀ ତୁଠରେ, ମଶାରୀ ପଡ଼ିଆରେ, ଖେଳ ପଡ଼ିଆରେ, ନଦୀ କୂଳରେ, ଯେଉଁ ବରଗଛ ଦେଖିବ, ଯେଉଁ ଦୋକାନ ଦେଖିବ, ଏତେ ଜୋରରେ ବ୍ୟାପି ଯାଇଛି ଦେଶୀ ମଦ ଚୋରା କାରବାର, ବିଷାକ୍ତ ମଦ। ତାକୁ କଣ୍ଟ୍ରୋଲ କରିବା ଭାରି ଡିଫିକଲ୍ଟ। ଗୋଟିଏ କାମ କଲେ ହେବ। ମୋ ସମୟରେ ଏଇଭଳିଆ ହେଇଥିଲା। ମୁଁ 3ଟା ସ୍କ୍ୱାଡ୍ କରିଥିଲି। ରାଜ୍ୟରେ 3ଟା ଡେପୁଟି କମିଶନରକୁ ଦାୟିତ୍ୱ ଦେଇଥିଲି। ହଠାତ୍ ଫୋନ୍ ଆସିଲେ ରେଡ୍ କରୁଥିଲେ। ପୋଲିସ ବିଭାଗ ଇନଭଲ୍ଭ ଯେତେ ଚୋରା ମଦ କାରବାର ସେ ଅଞ୍ଚଳରେ, ଯଦି ପୁଲିସ ବିଭାଗ କଡ଼ାକଡ଼ି ରୁହନ୍ତେ ତାହେଲେ ଚୋରା ମଦ, ଚୋରା ଅଫିମ, ଚୋରା ଗଞ୍ଜେଇ, ଚୋରା ବ୍ରାଉନ୍ ସୁଗର ଏସବୁ ଚେକ୍ ହେଇଯାଆନ୍ତା। ସମସ୍ତେ ଟିକେ ଟାଇଟ୍, ଏକ୍ସାଇଜ ଡିପାର୍ଟମେଣ୍ଟ ଟାଇଟ୍ ହେବ, ପୋଲିସ ଟାଇଟ୍ ହେବ। ଗାଁ ଗହଳି ଲୋକ ବାହାରିବା ଦରକାର। ତମ ଗାଁରେ ବ୍ରାଉନ୍ ସୁଗର ବିକୁଛ, ତମ ଗାଁ ବାଲା କ'ଣ କରୁଛ? ତମ ପିଲା ଗୁଡ଼ା ନଷ୍ଟ ହେଉଛନ୍ତି। ତମ ଗାଁ ଯୁବକ ସବୁ କ'ଣ କରୁଛନ୍ତି? ତମ ମହିଳା ସମିତି କ'ଣ କରୁଛନ୍ତି? କି କାର୍ଯ୍ୟ କେଉଁଠି କରୁଛନ୍ତି? ଯଦି ଗାଁ ଲୋକ ସଚେତ ହେବେ ତାହେଲେ ଦେଶୀ ମଦ, ବ୍ରାଉନ୍ ସୁଗର, ଗଞ୍ଜେଇ ଏଗୁଡ଼ା ସବୁ ଚେକ୍ ହେଇପାରିବ। ପୋଲିସ ଟାଇଟ୍ ହେବେ, ଏକ୍ସାଇଜ ଟାଇଟ୍ ହେବେ, ତାହେଲେ ଉଭୟ ଯଦି ରେଡ୍ କରିବେ ଆଉ ଗାଁ ବାଲା ସଜାଗ ହେବେ ତାହେଲେ ଚେକ୍ ହେଇଯିବ। ପୋଲିସ ଏକ ପ୍ରକାର ସୁରକ୍ଷା ଦେଉଛି, ଲାଞ୍ଚ ନେଇ ବଡ଼ ବଡ଼ ମଦ ସବୁ ଏକାଠି କଲେ ହବ। କିଏ ନେଇছে କ'ଣ କରି ସେ ପଛ କଥା। ଆଗକୁ ଗାଁ ବାଲା ବାହାରିବା ଦରକାର ପ୍ରତି ଗାଁରେ। ଆମମାନଙ୍କ ଅଞ୍ଚଳରେ ଗାଁ ବାଲା ଜଗିଛନ୍ତି ବୋଲି ବ୍ରାଉନ୍ ସୁଗର ଗାଁ ଗହଳିରେ ପଶି ପାରୁନି। ଯୁବକମାନେ ଖାଇପାରୁନାହାନ୍ତି, କାରବାର ହେଇପାରୁନି। ଗାଁ ଲୋକ ସଚେତନ ଅଛନ୍ତି। ଆମେ ଜାଣିକି ସଚେତନ କରୁଛୁ। ନଷ୍ଟ ହେଇଯାନ୍ତି ଆମ ପିଲା ଗୁଡ଼ାକ। ଚରସ ଖାଇ, ଭାଙ୍ଗ ଖାଇ, ଗଞ୍ଜେଇ ଖାଇ। ଭାଙ୍ଗ ଖାଇଲେ ଡେଞ୍ଜରିୟସ୍ ନାହିଁ, କିନ୍ତୁ ଚରସ ଖାଇଲେ ଆତ୍ମହତ୍ୟା। ବ୍ରାଉନ୍ ସୁଗର ଆତ୍ମହତ୍ୟା। ମଦ ମୋଷ୍ଟ ଡେଞ୍ଜରିୟସ୍। ଯେଉଁ ମର୍ଡର ହେଉଛି, ଆକ୍ସିଡେଣ୍ଟ ହେଉଛି, ବେଶୀ ମରୁଛନ୍ତି କେବଳ ମଦ ପାଇଁ। ତେଣୁ ସମସ୍ତେ ସଜାଗ ହେଲେ, ଗ୍ରାମବାସୀ ସଜାଗ ହେବେ, ଯୁବ ସମାଜ ଏକାଠି ହେବେ, ସଜାଗ ରହିବେ, ମହିଳା ସମିତି ସଜାଗ ରହିବେ, ତାହେଲେ ଏଇଟା ଆସ୍ତେ ଆସ୍ତେ ବନ୍ଦ ହେବ।